ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ମାନୁମୁଣ୍ଡା ଧାଉଁଲା ଖମନ ଗାଁ ମଝିରେ ଥିବା ପୁଲ ତଳେ 2 ଜଣ ଯୁବକଙ୍କ ମୃତଦେହ ପଡ଼ି ରହିଛି। ମୃତକମାନେ ହେଲେ ବିଜୁଳି ଖମନ ଗାଁର ଅଜୁ ମାଝୀ ଓ ସଚିନ୍ଦ୍ର କିଷାନ। ତେବେ ମୃତଦେହଠାରୁ ଅଳ୍ପ ଦୂରରେ ସେମାନଙ୍କର ବାଇକ୍ଟି ପଡ଼ିଥିବା ବେଳେ ହୁଏତ 2 ଜଣ ଯୁବକ ପୁଲ ଉପରୁ ବାଇକ୍ ସହିତ ତଳକୁ ଖସି ପଡ଼ିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେପଟେ ସବୁଠାରୁ ବଡ଼ କଥା ହେଲା ଯେ ଖବର ପାଇ ଘଟଣାସ୍ଥଳକୁ ଧରୁଆଡିହି ପୁଲିସ ପହଞ୍ଚିଥିଲେ ବି ଏହି ସ୍ଥାନଟି ସଦର ଥାନା ଅଞ୍ଚଳରେ ଆସୁଛି କହି ଶବ ଉଠାଇ ନଥିଲେ। ଅନ୍ୟପଟେ ସଦର ପୁଲିସ ଏହି ଅଘଟଣ ସମ୍ପର୍କରେ ଧରୁଆଡିହି ପୁଲିସ ବୁଝିବ ବୋଲି କହି ଘଟଣାସ୍ଥଳକୁ ଆସିନଥିଲେ। ତେଣୁ ଥାନା ସୀମା ବିବାଦ ଯୋଗୁଁ 10 ଘଣ୍ଟା ପର୍ଯ୍ୟନ୍ତ ପଡ଼ି ରହିଥିଲା ଶବ। ତେବେ ଗତକାଲି ରାତିରୁ ଏହି 2 ଜଣ ଯୁବକ କୁଆଡ଼େ ଯାଇଥିଲେ, ସେମାନଙ୍କ ସହ କ'ଣ ଘଟିଛି ଏବଂ ପୁଲ ତଳକୁ ମୃତଦେହ କେମିତି ଆସିଲା, ଏହା ଦୁର୍ଘଟଣା ନା ହତ୍ୟା, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ଚୈତନ୍ୟ ପଟେଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।